ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ଏବେ ପାଣି ଆହୁଲା ମାରୁଛି। ମୁଁ ରହିଛି ବର୍ତ୍ତମାନ ସମୟରେ ବାଲେଶ୍ୱର ଭୋଗରାଇ ବ୍ଲକର ବାଜିତପୁର ପଞ୍ଚାୟତ ସାନଡବା ଗାଁରେ ରହିଛି ଏବଂ ଗାଁରେ ପାଖାପାଖି 30 ରୁ ଅଧିକ ପରିବାର ଏବେ ଜଳବନ୍ଦୀ ଭିତରେ ଅଛନ୍ତି। କୋଉଠି ନା କୋଉଠି ପାଣି ନିଷ୍କାସନ ପଥ ନଥିବାରୁ ଯାହାକି ପାଣି ଘର ଆଗରେ ଆହୁଲା ମାରୁଛି ଏବଂ ପୁରାପୁରି ଆପଣ ଚିତ୍ର ଦେଖିବେ ଯେ ଯୋଉ ଲଗାଣ ବର୍ଷା ରହିଥିଲା ଲଘୁଚାପରେ ଇଏ ବର୍ଷା ପାଣି ବାହାରି ନ ପରିବାରୁ ଘର ଆଗରେ ପାଣି ଆହୁଲା ମାରୁଛି, ଯୋଉଥିପାଇଁ କି ପିଲାମାନେ ସ୍କୁଲ ଯିବା ଆସିବା ହଉ କିମ୍ବା ରୋଷେଇବାସ କରିବା ହଉ ବା ଚଳିବା ପାଇଁ ଅନେକ ସମସ୍ୟା ଭିତରେ ଅଛନ୍ତି। ଏ ଗାଁ ଲୋକଙ୍କର ଚିତ୍ର ଆପଣ ଦେଖିଥାନ୍ତୁ, କିଛି ପରିବାର ଲୋକ ମଧ୍ୟ ଅଛନ୍ତି ଏବଂ ସେମାନଙ୍କ ପାଖରେ ଆମେ ପହଞ୍ଚିଛୁ। ପ୍ରକୃତରେ ଏ ପାଣି କେବେଠୁ ଜମିଛି ଏବଂ କୋଉଭଳି ସ୍ଥିତିରେ ଆପଣ ମାନେ ଅଛନ୍ତି, ଏଇଠି ରହୁଛନ୍ତି? ଆମେ ଏରକମ କଷ୍ଟ ଭୋଗୁଛୁ ଆଜି 10 ଦିନ ହେଲାନି। ପାଣି ବାହାରିବା ପାଇଁ ରାସ୍ତା ନାହିଁ, ସବୁ ଅଟକେଇ ଦେଇଛନ୍ତି ପାଣି। ଯୋଉ ପଟେ ଜଳ ଯାଉଥିଲା ସେଗୁଡାକୁ ଅଟକେଇ ଦେଇଛନ୍ତି। ଆମେ ଏରକମ ହଇରାଣରେ ପଡୁଛୁ। ପିଲାମାନେ କେହି ସ୍କୁଲ ଯାଇପାରୁନି, ଟ୍ୟୁସନ ଯାଇପାରୁନି। ଆମେ ସନ୍ଧ୍ୟାବେଳେ ଘରୁ ବାହାରି ପାରୁନୁ, ଚାରିଆର ପାଣି, କାମ କରିବା ପାଇଁ ବି ଯାଇପାରୁନୁ। ୟାର ଭିତରେ ଆଉ ଜଣେ ମଧ୍ୟ ଅଛନ୍ତି, ଏଇ ଯୋଉ ପିଲାମାନଙ୍କ ଯିବା ଆସିବା ବା ରୋଷେଇବାସ ହଉ ଏମିତି କେତେ ଦିନ ପାଣି ଜମି ରୁହେ ଏବଂ ଆପଣ ମାନେ ଜୀବନ ଜୀବିକା କେମିତି ନିର୍ବାହ କରନ୍ତି? ଜୀବନ ଯିବା ତ ବହୁତ ଦିନ ଚାଲିବ, ପାଣି ରହିବା ଯା କାରଣ ଏପଟର ଆମର ସବୁ ବନ୍ଧାବନ୍ଧି କରିଛନ୍ତି। ବାକି ସେମାନଙ୍କୁ କହିତେ ଗଲାକୁ ସେମାନେ ଆମକୁ ମନା କଲେ କି ସରପଞ୍ଚ ବି ତାଙ୍କୁ କହିଛନ୍ତି, କିନ୍ତୁ ସରପଞ୍ଚ ବି ମନା କଲେ, ସରପଞ୍ଚ ସେମାନେ ମନା କରିଛନ୍ତି। ସେମାନଙ୍କ ସ୍ୱାର୍ଥ ପାଇଁ ସେମାନେ ବନ୍ଦ କରିଦେଇଛନ୍ତି, ଆମ ଅସୁବିଧାରେ ଭୋଗିବା ପାଇଁ ମାନେ ବନ୍ଦ କରିଦେଇଛନ୍ତି। ନିଶ୍ଚିତ ଭାବରେ, ଅର୍ଥାତ୍ ଯୋଉଠି ପାଣି ନିଷ୍କାସନ ପଥ ସେଇଠି ଲୋକମାନେ ଯାହାକି ପାଣିକୁ ଅବରୋଧ କରିଛନ୍ତି ଏବଂ ଏହା ସହିତ ଏଇ ଯୋଉ ଗୃହପାଳିତ ପଶୁ କଥା କୁହନ୍ତୁ କିମ୍ବା ରୋଷେଇବାସ ସମୟରେ ବିଶେଷ କରି ସ୍ତ୍ରୀ ଲୋକମାନେ ବହୁତ ସମସ୍ୟା ହୁଏ। କେମିତି ୟା ଭିତରେ ଆପଣ ମ୍ୟାନେଜ କରନ୍ତି? ଆମେ ବହୁତ କଷ୍ଟରେ ଚଳୁଛୁ, ରାନ୍ଧି ବାଢି ଖାଇବା ପାଇଁ ବହୁତ କଷ୍ଟ ହଉଛି। ଛୁଆ ପିଲାଙ୍କୁ ନେଇକି ଆମେ ରହୁଛୁ ବହୁତ କଷ୍ଟ କରିକି, କିନ୍ତୁ ଏଇ ପାଣି ହେଇଯିବା ତୁ ଆମ 2-3 ମାସ ପାଇଁ ବହୁତ କଷ୍ଟରେ ରହୁଛୁ। କେବେଠୁ ପାଣି ଜମିଲାନି? ଏବେ 10 ଦିନ ହେଇଗଲାଣି ପାଣି ଜମିଲାନି। ଏଇ ପାଣି କେତେ ଦିନ ରହିବେ ଏମିତି? ଏମିତି 2-3 ମାସ ରହିବେ। ପାଣି ନିଷ୍କାସନ ୟାର ପ୍ରକୃତ ବିକଳ୍ପ କଣ, ୟାର ନିଷ୍କର୍ଷ କଣ, ଯେ ପାଣି କଣ କଲେ ନିଷ୍କାସନ ହବ? ପାଣି ନିଷ୍କାସନ ନହେଲେ ଏରକମ ପାଣି ଜମି ରହିବ। ଆଉ ଯିଏ ବାରଉଥିଲେ ପାଣି, ଯେମାନେ ଦଉଥିଲେ ସେମାନେ ବନ୍ଦ କରିଦେଇଛନ୍। ଆଉ ସିଏ ବନ୍ଦ କରିଦେବା ଯେହେତୁ ଆମର ତ ଜଳର ଏରକମ ବୁଡୁଛେ ଉଠୁଛେ ଆଉଛି। କାହାକୁ ଅବଗତ କଲେଣି? କାହାକୁ ଅବଗତ କଲେଣି? ଆମେ ଯେ ଜଳ ନିଷ୍କାସନ ବସନ୍ତଗିରି କି କହିଲେ, ସିଏ ମାନିଲେନି, ଜଳ ନିଷ୍କାସନ କଲେନି। ଗାଁର ନିଶ୍ଚିତ ଭାବରେ ଆମେ ପ୍ରତିକ୍ରିୟା ନଉଥିଲୁ। ଅର୍ଥାତ୍ ଏଇ ଯୋଉ ପାଣି ଲଗାଣ ବର୍ଷା ହେଲା ଏବଂ ବର୍ଷା ଫଳରେ ପାଣି ଜମି ରହିଛି ଏବଂ ପାଣି ଯୋଉପଟେ ନିଷ୍କାସନ ହଉଥିଲା ସେ ପଟରେ ବର୍ତ୍ତମାନ ସମୟରେ ଉଚ୍ଚା ହେବା ଫଳରେ ପାଣି ଆଉ ନିଷ୍କାସନ ହେଇପାରୁନି, ଯୋଉଥିପାଇଁ କି ପାଖାପାଖି 10 ଦିନ ବିତିଗଲାଣି ଏବଂ ଲଗାତାର ଭାବରେ ଆହୁରି ମାସେ 2 ମାସ ପାଣି ଜମି ବୋଲି କୁହାଯାଉଛି। କାହିଁକି ନା ଆଗକୁ ବର୍ଷା ଋତୁ ଆସୁଛି ଏବଂ ଯେତେ ମାତ୍ରାରେ ବର୍ଷା ବଢିବ ସେତେ ଉଚ୍ଚତାରେ ପାଣି ମଧ୍ୟ ଜମି ରହିବ। କୋଉଠି ନା କୋଉଠି ପିଲାମାନଙ୍କ ଯିବା ଆସିବା ହଉ ବା ଘର ଲୋକଙ୍କର ଚଳିବା ହଉ ମୁସ୍କିଲ ପଡୁଛି। ତେବେ ଏ ଦିଗରେ ପ୍ରଶାସନ ଖୁବ ଶୀଘ୍ର ପଦକ୍ଷେପ ନେଇ ଯଦି ପାଣି ନିଷ୍କାସନ ପଥକୁ ମୁକ୍ତ କରନ୍ତି, ବୋଧ ହୁଏ ଏ ପାଣି ଜମିବା କମିପାରେ। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ସୁଶାନ୍ତ ମଣ୍ଡଳ, କନକ ନ୍ୟୁଜ।